কিন্তু ଏହା ଜଳ କି ଜଳ ପରି ଦେଖା ଯାଉଥିଲେ ମଧ୍ୟ ଏହା ଜଳ ନୁହେଁ, କାରଣ ଜଳର ଗୁଣ ପରମ ସ୍ୱଭାବ ନାହିଁ। ଠିକ୍ ସେଇଭଳି ରେ ଆତ୍ମନ ଗଣ, ତୁମେ କେବଳ ବର୍ତ୍ତମାନ ରୂପରେ ମନୁଷ୍ୟ ହୋଇଛ। କେଉଁଥିରେ? ରୂପରେ। ବାସ୍ତବ ମନୁଷ୍ୟତ୍ୱ ଅନ୍ତରରୁ ଫୁଟି ଉଠିବ ଯେତେବେଳେ ତୁମେ ଗୁଣ କର୍ମ ସ୍ୱଭାବରେ ସିଦ୍ଧ ଅର୍ଜନ କରିବ। କୋଉଥିରେ? ସ୍ୱଭାବରେ ସିଦ୍ଧ ହେବ। ଏଥିପାଇଁ ବେଶୀ ଅଭ୍ୟାସ କରିବା ପାଇଁ ପଡ଼ିବ ନାହିଁ। କାରଣ ମୁଁ ତୁମକୁ ବେଶୀ ବଡ଼ ବଡ଼ କଥା କହିବି ନାହିଁ। ମୁଁ ତୁମକୁ ମାତ୍ର 3ଟି ଅକ୍ଷରର ଶିକ୍ଷା ଦେବି। ଏ 3ଟି ଅକ୍ଷରକୁ ଯେ ଶିକ୍ଷା କରିବ, ମୁଁ ନିଶ୍ଚୟ କରି କହୁଛି ସେ ଜୀବନରେ ମଣିଷ ହେବ। 3ଟି ଅକ୍ଷରକୁ ନିରବଧି ମନେ ରଖିଥିବ। ଗୋଟିଏ ହଉଛି କ, ଗୋଟିଏ ହଉଛି ଖ, ଗୋଟିଏ ଆଉ ଗୋଟିଏ ହଉଛି ଗ, ଆଉ ଗୋଟେ କଣ ହେଲା? ଯିଏ କ ଖ ଗ ଜୀବନରେ ଜାଣିଛି, ଏହାକୁ ଚରିତ୍ରରେ ବିନିଯୋଗ କରିଛି, ମୁଁ ନିଶ୍ଚୟ କରି କହିବି ଅନନ୍ତ ବନ୍ଧନକୁ ଛିନ୍ନ କରି ମୁକ୍ତିର ବାସ୍ତବ ସ୍ୱାଦ ଆସ୍ୱାଦନ କରିବା ପାଇଁ ସେ ଏକ ଅପୂର୍ବ ମାନବ ହେବ। ଏଥିରେ ତେଳେ ମାତ୍ର ସନ୍ଦେହ ନାହିଁ। କିଏ କିଏ କ ଖ ଗ ଶିଖିଛ? ଶିଖିଛ ଯଦି ମୁଁ ମାଇକ୍ରୋଫୋନଟା ଥୋଇ ଦଉଛି। ତୁମେ ତ ଶିଖିଛ, ମୁଁ କଣ କହିବି? ନାଇଁ ରେ ଧନ, ଏହାକୁ ଜୀବନରେ ବିନିଯୋଗ କରିବା ପାଇଁ, ଜୀବନ ଚରିତ୍ରରେ ବିନିଯୋଗ କରିବା ପାଇଁ ସିଦ୍ଧାନ୍ତ ଅନୁସାରେ ଆମକୁ କ ଖ ଗ କୁ ଜାଣିବା ପାଇଁ ପଡ଼ିବ। କ ବୋଇଲେ କଣ? କର୍ମ। କ ବୋଇଲେ ଉଚିତ କର୍ମ କରିବା। କଣ ଉଚିତ? ସମସ୍ତଙ୍କ ପାଟି ଶୁଭୁ ନାହିଁ। ମଣିଷ ହେବା ନାହିଁ କି ହାତ ଟେକିଲ ପୁଣି କହୁନା କଣ ହେବା? କରେ ଉଚିତ କର୍ମ କରିବା। ଏ ଉଚିତ କର୍ମଟା କଣ? ଯେତେବେଳେ ବଡ଼ ହେବ, ମୁଁ ବେଦାନ୍ତର ସିଦ୍ଧାନ୍ତ ଅନୁସାରେ ତୁମମାନଙ୍କୁ ଯଦି ସୁଯୋଗ ଜୁଟେ ଅନେକ କଥା କହିବି। କର୍ମ କଣ, ଅକର୍ମ କଣ, ବିକର୍ମ କଣ, ଆଉ ଜ୍ଞାନପୂର୍ଣ୍ଣ କର୍ମ କଣ, ନିଷ୍କାମ କର୍ମ କଣ, ଏବଂ ସର୍ବୋପରି ବିଜ୍ଞାନ ସମସ୍ତ କର୍ମର କୌଶଳ ମୁଁ ଜଣେଇବି, ଯଦ୍ୱାରା କି ତୁମେ କର୍ମ ଭିତରେ ଦେଇ ମୁକ୍ତିର ସନ୍ଧାନ ପାଇପାରିବ। ଇଏ ତ ବଡ଼ କଥା। ବର୍ତ୍ତମାନ ଗଛ ଛୋଟିଆ, ଅଧିକ ସାର ଦେଲେ ଗଛ ଖତମ। ମୁଁ ଏତେ ସାର ଦେବି ନାହିଁ। ତୁମମାନଙ୍କୁ ଜୀବନ ଚରିତ୍ରରେ ବିନିଯୋଗ କରିବା ପାଇଁ କର୍ମ ଅପରିହାର୍ଯ୍ୟ। ସେ କର୍ମଟା କଣ ଜାଣିଛ ନା? ତୁମ ପାଇଁ ଉଚିତ କର୍ମ ହଉଛି ମାନିବା। ଉଚିତ କର୍ମ ମାନିବା। ବର୍ତ୍ତମାନ ଯଦି କେହି ଜଣେ ତୁମକୁ ଦୁନିଆରେ ବାଧା ଦେଇଥାଏ ମଣିଷ ହେବାକୁ, ତାର ଏକମାତ୍ର କାରଣ ହଉଛି ଆମମାନଙ୍କର ମାନିବାରେ ଅଭାବ। ଏଠି ଲଘୁଜନ ଗୁରୁଜନକୁ କଣ କରୁଛି? ମାନୁ ନାହିଁ। କଣ? ଶିଷ୍ୟ ଆଚାର୍ଯ୍ୟଙ୍କୁ, ସାନ ଭାଇ ବଡ଼ ଭାଇ କି କହିବା ଲୋକର କଥାକୁ ଶୁଣିବା ଲୋକ ମାନିବାରେ ଘୋର ଅଭାବ ଅଛି। ରାମଚନ୍ଦ୍ର ରାଜା ଥିଲେ। ରାମଚନ୍ଦ୍ର ହେବାର କଥା, ରାତି ପାଇଲେ ବିରାଟ ଆୟୋଜନ, କେତେ ମୁନି ଋଷି ଯୋଗୀ ସାଧୁ ସନ୍ତ ସଜ୍ଜନକୁ ଡକା ଯାଇଛି। ରାତି ପାଇଲେ ସମ୍ପୂର୍ଣ୍ଣ ଭାରତ ବର୍ଷର ଚକ୍ରବର୍ତ୍ତୀ ସମ୍ରାଟ ହେବେ। ଏଡ଼େ ବଡ଼ ଆୟୋଜନ। ଚିନ୍ତା କରିଥାଅ, ରାତି ଅଧରେ ପିତା ଡାକିଦେଲେ ଦାସ ହାତରେ ଖବର ପଠେଇଲେ, ରେ ଦାସ ଟିକେ ଜ୍ୟେଷ୍ଠ ପୁତ୍ରକୁ ଡାକିଦବ। ଦାସ ପାଖରୁ ଆଜ୍ଞା ପାଇକିରି ରାମଚନ୍ଦ୍ର କବାଟ ଦରବାଜାକୁ ଠକ୍ ଠକ୍ କରି ଭିତରକୁ ଆଜ୍ଞା ନେଇ ପ୍ରବେଶ କରି କରପତ୍ର ଯୋଡ଼ିକିରି ଖାଲି ଏତିକି ପଚାରିଲେ, ହେ ପିତା, ଏ ମଧ୍ୟରାତ୍ରରେ ଆପଣ ମୋତେ କାହିଁକି ସ୍ମରଣ କରିଲେ? ଦଶରଥ ଖାଲି ଏତିକି କହିଲେ, ରେ ପୁତ୍ର, ଆସନ୍ତାକାଲି ତୋର ରାଜ୍ୟ ଅଭିଷେକ ହେଇ ପାରିବ ନାହିଁ। ଦିନେ ନୁହେଁ କି ଅଧେ ନୁହେଁ, କେତେ ଦିନ? ଧନ୍ୟବାଦ। ଯିଏ କହିଲା ମୁଁ ସାରୁଙ୍କୁ କହିବି ତାକୁ ଚକଲେଟ ଦିଆଯିବ। ଏଟା ଶୁଣାଯିବ। ଆମର 14 ବର୍ଷ ପର୍ଯ୍ୟନ୍ତ ବନବାସ କରିବା ପାଇଁ ପଡ଼ିବ। ମଧାନତ କରିକି ରାମଚନ୍ଦ୍ର ସ୍ୱୀକାର କଲେ ନା। କିଛି ଅବଜେକ୍ସନ ନଥିଲେ। ବାପା ତୁମ ମୁଣ୍ଡ ଖରାପ ହେଇଗଲାଣି, ପାଗଳ ହେଇଗଲାଣି, ଯାଉ ବୁଢ଼ା ହଉଛ, ତାଙ୍କ ମୁଣ୍ଡରେ ଦୁର୍ବୁଦ୍ଧି ପଡୁଛି, ନିଜେ ପଳେଇ ଯାଉନା, ଏମିତି କହିଲେ ନା। ପିତାର ଆଦେଶ ପୁତ୍ରକୁ ମାନିବା ପାଇଁ ପଡ଼ିବ। ସ୍ୱୀକାର କରିନେଲେ ଏହା ମୋର ବାପାର ଆଦେଶ, ମୋତେ 14 ବର୍ଷ ବନବାସ କରିବା ପାଇଁ ପଡ଼ିବ। ଏଥିପାଇଁ ସେ ଈଶ୍ୱର ଜଗତରେ ଯେତେ ଦିନ ପର୍ଯ୍ୟନ୍ତ ମାନବ ସଭ୍ୟତା ତାର ଅସ୍ତିତ୍ୱକୁ ବଜାୟ ରଖିଥିବ, ସେତେ ଦିନ ପର୍ଯ୍ୟନ୍ତ ଏ ସମସ୍ତ ମନୁଷ୍ୟ ତାକୁ ଈଶ୍ୱର ବୋଲି କହି ଆରାଧନା କରିବା ପାଇଁ ବାଧ୍ୟ ହେବ। କାରଣ ମାନିବାରେ ଅଭାବ ନାହିଁ। ମାନିବାରେ ଅଭାବ ନାହିଁ। ଯଦି ପିତାମାତା ଆଦେଶ ଦିଅନ୍ତି, ରେ ପୁତ୍ର, ଏ ଗଭୀର ଜଳ ରାଶିରେ ତୁମେ ଡେଇଁ ପଡ଼ ବୋଲି, ପୁତ୍ରର କନ୍ୟାର ପ୍ରଥମ କର୍ତ୍ତବ୍ୟ ଡେଇଁ ପଡ଼ିବା, ମୃତ୍ୟୁକୁ ସ୍ୱୀକାର କରିବା, ବରଂ ମୃତ୍ୟୁ ବରଣ କରିବ।
ପିତାର ଆଦେଶକୁ ମାତାର ଆଦେଶକୁ ଗୁରୁ ଗୁରୁଜନଙ୍କର ଆଦେଶକୁ ପ୍ରତ୍ୟାଖ୍ୟାନ କରିପାରିବ ନାହିଁ, କାରଣ ଜୀବନ କେବଳ ଆଦେଶକୁ ପାଳନ କରିବା ପାଇଁ। ଯଦି ଆମର ଜୀବନ ଆଜି ବୃଥା ହେଇଛି, ଯଦି ଆମର ଜୀବନ ଆଜି ବ୍ୟର୍ଥ ଯାଉଛି, ତାର ଏକମାତ୍ର କାରଣ ଆମମାନଙ୍କର ଜୀବନରେ ମାନିବାର ଅଭାବ ଅଛି। ତେଣୁ ରେ ଆତ୍ମନଗଣ ପ୍ରଥମ ମନ୍ତ୍ର ହିସାବରେ ମୁଁ ତୁମମାନଙ୍କୁ କେବଳ ଏତିକି କହୁଛି, ତୁମେ ଜୀବନରେ କଦାପି ମାନିବାରେ ଅଭାବ କରିବ ନାହିଁ। ତେଣୁ କ ବୋଇଲେ ଉଚିତ କର୍ମ ବା ମାନିବାର ଅଭାବ କରିବ ନାହିଁ। ଖ ବୋଇଲେ ଖାଦ୍ୟ, ଖ ବୋଇଲେ ଖାଦ୍ୟ, ଉଚିତ ଖାଦ୍ୟ ଖାଇବା। କଣ କରିବ? ଉଚିତ ଖାଦ୍ୟ ଖାଇବା। ତୁମେ ମେଳା ମହୋତ୍ସବ ଗଲେ ଯାହା ଖାଉଛ, ମୁଁ ବି ମେଳା ମହୋତ୍ସବ ଯାଇଛି, ସବୁ ଦେଖିଛି। କାଚ ଘର ଭିତରେ ଯୋଉ ତାରରେ ଟଙ୍ଗା ହେଇକରି ଅଛି, ତୁମେ ଯୋଉ ତାକୁ କିନା ଗିଳି ଯାଉଛ, ପରିଣାମ ମନୁଷ୍ୟ ହେଇଛ କେବଳ ମନୁଷ୍ୟର ନିଜର ବାସ୍ତବିକ ସ୍ୱରୂପର ଖାଦ୍ୟ ଖାଇବା ପାଇଁ। ଦୁନିଆରେ ଇତିହାସର ପୁସ୍ତକ ଲେଉଟାଇକରି ଦେଖ, ଆଜି ଯେତେ ପର୍ଯ୍ୟନ୍ତ ସଂକ୍ରମଣ ରୋଗରେ ଲକ୍ଷ ଲକ୍ଷ ମନୁଷ୍ୟର ବିନାଶ ହେଇଛି, ମନୁଷ୍ୟ ସଭ୍ୟତା ଏକ ପ୍ରକାର ଧ୍ୱଂସର ଲୀଳା ଦେଖିଛି, ତାର ଏକମାତ୍ର କାରଣ ମନୁଷ୍ୟ ଖାଦ୍ୟ ଖାଇବାର ନା କହୁଛି। ଏବେ ଗୋଟେ ବଡ ରୋଗ ଯାଇଛି, ସମସ୍ତେ ଠକ ଠକ କରି ଇଞ୍ଜେକ୍ସନ ନେଇଛ, ଲକ୍ଷ ଲକ୍ଷ ଲୋକ ମାଟିରେ ମିଶି ଯାଇଛନ୍ତି, ତାର କାରଣ ଅଖାଦ୍ୟ ରୋଗ ଆସିଅଛି।